ଗପଟିର ନାଁ ହେଲା ବୁଦ୍ଧି ଥିଲେ ଉପାୟ ମିଳେ। ଥରେ ଘରମଣି ଜଙ୍ଗଲରେ ଚରୁ ଚରୁ ବାଟବଣା ହୋଇଗଲେ। ହଠାତ୍ ତା ସାମ୍ନାରେ ମହାବଳ ବାଘ ହାଜର ହେଇଗଲା। ଘରମଣିକୁ କହିଲା, ମୁଁ ତତେ ଖାଇବି। ଘରମଣି ବହୁତ ଡରିଗଲା, ହେଲେ ବୁଦ୍ଧି ଖଟାଇ ଏକ ଉପାୟ ପାଞ୍ଚିଲା। ବାଘକୁ କହିଲା, ଆପଣ ହେଲେ ରାଜା, କେତେ ଜୀବଜନ୍ତୁ ଖାଇ ମୁହଁ ଦାନ୍ତ ଅସନା କରି ରଖିଥିବେ। ଆପଣ ଯାଆନ୍ତୁ, ପ୍ରଥମେ ଝରଣା ପାଣିରେ ମୁହଁ ଧୋଇବେ ଏବଂ ଝରଣା କୂଳରୁ ମୁଗୁନି ପଥରରେ ଦାନ୍ତକୁ ଘଷି ଆସି ମତେ ଖାଇଦେବେ। ଠିକ୍ କହିଲୁ, କହି ବାଘ ଯେମିତି ଝରଣା କୂଳକୁ ଯାଇଛି, ଘରମଣି ଛୁ ମାଇଲା। ହେଲେ ଯାଉ ଯାଉ ସନ୍ଧ୍ୟା ହୋଇଗଲା ଏବଂ ଘରମଣି ଗୋଟିଏ ଗୁମ୍ଫାରେ ଆଶ୍ରୟ ନେଲା। ସେଇଟା ଥିଲା ସିଂହର ଗୁମ୍ଫା। ସିଂହର ଗୁମ୍ଫା ଘର। ସିଂହ ଯେମିତି ଗୁମ୍ଫାରେ ପଶିଛି, ଦେଖିଲା ଅନ୍ଧାରରେ ଆଖି ଦୁଇଟା ଚିକ୍ ଚିକ୍ କରୁଛି। ଗର୍ଜନ କରି ପଚାରିଲା, କିଏ ରେ, କିଏ ରେ ତୁ? ଘରମଣି ଭାବିଲା, ଏବେ ନିଶ୍ଚୟ ଜୀବନ ଯିବ। ତଥାପି ଏଥର ମଧ୍ୟ ସାହସ ସଞ୍ଚୟ କରି କହିଲା, ମୁଁ ଧବ୍ ଧବ୍ ରାଜା, ମୋ ସିଂହ ଦିଟା ଗଜା। ଏକ ସିଂହରେ ଗଛକୁ ଭାଙ୍ଗେ, ଦ୍ୱିତୀୟ ସିଂହରେ ସିଂହକୁ ମାରେ। ଏହା ଶୁଣି ସିଂହ ପ୍ରାଣ ବିକଳରେ ସେଠାରୁ ଯାଇ ଆଉ 5 ସିଂହକୁ ଧରି ଆସିଲା। ତାଙ୍କ ଗର୍ଜନରେ ଗୁମ୍ଫା ଥରି ଉଠୁଥାଏ। ଘରମଣି ଛାତିକୁ ଦମ୍ଭ କରି ରଖିଲା। ଏ ସିଂହ, ତତେ 10ଟା ସିଂହ ଆଣିବାକୁ କହିଥିଲି, ତୁ କ'ଣ 5ଟା ସିଂହ ଆଣିଛୁ? ଆସ୍ ତତେ ଆଗ ଖାଇବି। ଏହା ଶୁଣି ସିଂହମାନେ ଭାବିଲେ, ଏଇ ସିଂହ ଆମକୁ ଏଠିକୁ ମାରିବାକୁ ଆଣିଛି। ଯିଏ ଯେଉଁଆଡ଼େ ପାରିଲେ ପ୍ରାଣ ବିକଳରେ ଧାଇଁଲେ। ସକାଳ ହେବାରୁ ଖୁସିରେ ମନ ଶାନ୍ତିରେ ତା ଘରକୁ ପଳେଇଲା। ତେଣୁ କୁହାଯାଏ, ବୁଦ୍ଧି ଥିଲେ ଉପାୟ ମିଳେ।